ହେଉଛି ଶ୍ରୀ ଶଶଧର ବେହେରା। ଗୋଡ଼ିଝରିଆରୁ ଆସି ଆମେ କଲରାଗଡ଼ ଛକରେ 15 ବର୍ଷ ହେଲା ରହିଲୁଣୁ। ଏଇଠି ଆମର ଆୟୁର୍ବେଦ ଦୋକାନ ଦିଆହେଇଛି। ଏ ଆୟୁର୍ବେଦ ଦୋକାନରେ ସବୁ ଜିନିଷ ଚେରମୂଳିର ତିଆରି ହେଇ ଲୋକମାନଙ୍କୁ ଦିଆହେଉଛି। ନା ରୋଗ ପାଇଁ ଆଣ୍ଠୁ ଗଣ୍ଠି ବାତ ମଳକଣ୍ଟକ ସୁଆସ କାନପଚା ବିଞ୍ଚି ଦାଦୁ କଣନଖା ଯେତେ ରୋଗ ଅଛି ସବୁଥିପାଇଁ ଦିଆହେଉଛି। ତେଣୁକରି ଆମେ ଆଜକୁ 50 ବର୍ଷ ହେଲା ଆମ ଜେପା କରୁଥିଲେ। ସେ ଗଲା ପରେ ଆମେ ତାଙ୍କଠୁ ଶିଖିକି ଆଜି କରୁଛୁ। ସେଥିପାଇଁ ଆଉ ଆପଣମାନେ ଆସନ୍ତୁ ଦେଖନ୍ତୁ ଜିନିଷ ସବୁ ଆମର ବହୁତ ଜିନିଷ ଆମେ ନିଜେ ହେଉଛି ଆଣି ଜଙ୍ଗଲରୁ ତିଆରି କରିକି ଲୋକମାନଙ୍କୁ ଦେଉଛୁ। କହିଦେବା ଶୁଣନ୍ତୁ। ଫାଷ୍ଟ କହୁଛି ଯେ ଅରଖ ଚେରିରୁ ଆମେ ବହୁତ ଜିନିଷ ଉପାଦାନ କରିପାରୁଛୁ। ଆପଣମାନଙ୍କୁ କହି ରଖୁଛୁ ଯେ ଯଦି ସାପ ସୁପା କାମୁଡ଼ିଲା ଲୋକଙ୍କୁ ତାହେଲେ ଯଦି 40-50 ବର୍ଷର ଲୋକ ହେଇଥିବ ତାକୁ 25-30 ଟୋପା ଅରଖ କ୍ଷୀର ତାକୁ ପିଆଇ ଦେବେ। ତାପରେ ସେ ଯେଉଁ ଜାଗାଟା କାମୁଡ଼ିଥିବ ସାପ ସେ ଜାଗାରେ ସେ କ୍ଷୀରକୁ ଆଣିକି ମାରିବେ। ସାଥେ ସାଥେ ସେ କ୍ଷୀର ମାରିଲେ ସେ ହେଉଛି ତାର ବିଷ ବାହାରି ପଡ଼ିବ। ଆଉ ବିଷ ଖିଆକୁ ପୁରୁଣା ଗୁଆ ଘିଅ ଯଦି ଥବ ସାଥେ ସାଥେ ପିଆଇ ଦେଲେ ସେ ବି ବଞ୍ଚିପାରିବ। ନହେଲେ ଇଠା ଫଳ ବାଟି ତାକୁ ଦେଲେ ସେ ବି ସାପ କାମୁଡ଼ାରୁ ମୁକ୍ତି ହେଇପାରିବ। ବହୁତ ପ୍ରକାର ରୋଗ ପାଇଁ ପାନ ଅଇରି ଚେର ଦିଆହେଉଛି ସାପ କାମୁଡ଼ାକୁ, ଗଦ ଦିଆହେଉଛି ସାଥେ ସାଥେ, କିନ୍ତୁ ଅରଖ କ୍ଷୀରଟା ଦେଲେ ସେ ଲୋକ ବଞ୍ଚିଯିବ, କିଛି ଅସୁବିଧା ହେବାର ନାହିଁ। ଯଦି 15 ବର୍ଷର ତଳକୁ ପିଲା କାମୁଡ଼ିଥିବ ତାହେଲେ 10 ଟୋପା କ୍ଷୀର ପିଆଇ ଦେବ। ଆଉ ଯେଉଁ ଜାଗାରେ ହେଉଛି କାମୁଡ଼ିଛି ସେ ଜାଗାରେ କ୍ଷୀରକୁ ନେଇକି ଲଗେଇଦେବ। ଅଶ୍ୱଗନ୍ଧା ଆଜ୍ଞା ବଳବୀଜ ହେବାକୁ ଅଶ୍ୱଗନ୍ଧା ଶତାବରୀ ଶିମିଳି ବୁଢ଼ା ଶିମିଳି ଗଛର ଛେଲି ଆଉ ଭୁଇଁ କଖାରୁ ବାଇଢଙ୍କ 5ଟା ଜିନିଷ ମିଶିକି ତାକୁ ଦିଆହୁଏ। ଖାଇଲେ ସେ ବଳବୀଜ ଅଧିକ ହେବ। ତା ନାଁ ହେଉଛି ଜଷ୍ଟିମଧୁ ମିଠା ଗଛ। ଏ ଚେରଟା ହେଉଛି ପାଟିରେ ପକେଇଲେ ସଦାବେଳେ ମିଠା ରହିଥିବ। ସେଥିପାଇଁ ଆପଣ ମେଡ଼ିକାଲରେ ପରୀକ୍ଷା କରିବେ, ଆମ ପାଖକୁ ଆସିବେ। କେତେ ଅଛି ଆମଠୁ ନେଇ 7 ଦିନ ଖାଇବେ। 7 ଦିନ ପରେ ଯାଇକି ମେଡ଼ିକାଲରେ ଚେକ୍ କରିବେ। ଯଦି କମିଗଲା ଆମେ ତାପରଠୁ ଆସିକି ଆମଠୁ ନେବେ। ଯେତିକି ଆପଣଙ୍କର ରହିବା କଥା ସେତିକି ରଖେଇଦେବୁ ଆମେ ଚେରମୂଳିରେ। ବ୍ଲଡ଼ ପ୍ରେସର ପାଇଁ ତାକୁ ଅଛି 10-12ଟା ଜିନିଷ ପଡ଼ିକି ସେଟା ତିଆରି ହେବ। ଉଚ୍ଚର ଅଛି ନିଚର ଅଛି। ଉଚ୍ଚ ବ୍ଲଡ଼ ପ୍ରେସର ନିଚ ବ୍ଲଡ଼ ପ୍ରେସର ସେଥିପାଇଁ ଦିଆହେଉଛି। ହାତ ଦେଖିକି ଆମେ ଦେଉଛୁ ରୋଗ କେଉଁ ରୋଗ ହେଉଛି କାଠି କ'ଣ ଅଛି ଏମିତି। ଆଉ ଏବେ ଯଦି ହେଉଛି ପ୍ରଥମରୁ ଯେତେବେଳେ ହେବ ତାକୁ ହେଉଛି ଗଛର ଚେର ଛେଲି ତାକୁ ଯଦି ଖୁଆଇବ, ନହେଲେ ଆଉ ଗାଈ କ୍ଷୀର ସାଥିରେ ଗୋଲମରିଚ ପକେଇକି ତାକୁ ଖୁଆଇଲେ ହେବ। ହଁ ତା ପାଇଁ ଅଛି। ଯଦି ଖଣ୍ଡିଆ ହେଇକି ରହିଛି ତାହେଲେ ଆମେ ଅଛି ଔଷଧ ଗଛର ଛେଲି ଅଛି, ଆମେ ପକେଇଦେଲେ ସେ ମାସକ ଭିତରେ କି 15 ଦିନ ଭିତରେ ସେ ଶୁଖେଇଦେବ।